स्टूडेंट वेलकम टू आम गुरुकुल यूट्यूब चैनल। ताले गत अध्याय आमे आलोचना करथिले पोषण चैप्टर रो बेसिक ऊपर आमे आलोचना करथिले। ताले आजिर अध्याय रे आमे आलोचना करिबा पोषण रो प्रकार भेद ऊपर, जोटा कि आम एग्जाम रे 100% या भितरु ही क्वेश्चन आसीबो। 5 मार्क रो क्वेश्चन आसीबो आ 2 मार्क रो क्वेश्चन मध्ये आसी थाए। तेणु करी केही भी ए वीडियो को स्किप करिवेनी, पूरा थोरोली प्रथम रु शेष जाए देखिबा। ताले देखो पोषण रो प्रकार भेद ऊपर देखिबा। ताले पोषण केते प्रकार रो? पोषण मुख्यतः दुई प्रकार होइते। प्रथमटी कोन ना स्वभोजी पोषण, द्वितीयटी परभोजी पोषण। ताले स्वभोजी पोषण कहिले आमे कोन बुझू? स्व अर्थात निज, पोषण अर्थात कोन ना खाइबा। ताले जे निज खाद्य निजे प्रस्तुत करी खाइ थाए ताको आमे कोन कहिथाउ ना स्वभोजी बोली कहिथाउ। ताले सही प्रकार रो पोषण को आमे कोन कहू ना स्वभोजी पोषण बोली कहिथाउ। ताले परभोजी रो अर्थ कोन हला? सेमति पर माने कोन? अन्य। आ भोजी रो अर्थ कोन? खाइबा। बा पोषण रो अर्थ कोन? खाइबा। ताले जो माने अन्य ऊपर निर्भर करिथांती सेमानु कोन कुहा जाय ना परभोजी कुहा जाय। आ सही प्रकार रो पोषण को परभोजी पोषण कुहा जाय। ताले एठी जदि आमे उदाहरण दबा ताले तमମାନଙ୍କ मतरे स्वभोजी पोषण किए करे? किए निज खाद्य निजे प्रस्तुत करे? ଯାହାର କ୍ଲୋରୋଫିଲ୍ କଣିକା ଥିବ, ଯାହାର ଦେହରେ କ୍ଲୋରୋଫିଲ୍ କଣିକା ଥିବ, ଅର୍ଥାତ୍ ସବୁଜ ଉଦ୍ଭିଦ ଆଉ କିଛି ଶୈବାଳ, ଯୋଉମାନେ କି ଯୋଉ ପାଣିରେ ଯୋଉ ଶୈବାଳ ଗୁଡ଼ିକ ଦେଖାଯାଆନ୍ତି, ସେଇ ଶୈବାଳ ଗୁଡ଼ିକ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି। କେମିତି ନା ସୂର୍ଯ୍ୟ ଆଲୋକରୁ ଯୋଉ ସନଲାଇଟ୍ ରହିଲା, ଆମର ସନଲାଇଟ୍ ର ଉପସ୍ଥିତିରେ ଜଳ ଆଉ ଅଙ୍ଗାରକାମ୍ଳର ଯୋଉ ପ୍ରତିକ୍ରିୟା ଘଟେଇକି ସେମାନେ କଣ କରନ୍ତି ନା ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାନ୍ତି। ତାହେଲେ ସେମାନେ ହେଲେ ସ୍ୱଭୋଜୀ ପୋଷଣର ଅନ୍ତର୍ଭୁକ୍ତ। ତାହେଲେ ପରଭୋଜୀ ପୋଷଣ କହିଲେ ତମମାନେ କଣ ବୁଝିଲ? ନା ଯୋଉମାନେ ଅନ୍ୟ ଉପରେ ଡିପେଣ୍ଡ କରନ୍ତି, ନିଜର ଖାଦ୍ୟ ପାଇଁ ଅନ୍ୟ ଉପରେ ଡିପେଣ୍ଡ କରନ୍ତି, ସେମାନଙ୍କୁ ପରଭୋଜୀ ବୋଲି କୁହାଯାଏ। ଆଉ ସେହି ପ୍ରକାରର ପୋଷଣକୁ ପରଭୋଜୀ ପୋଷଣ କୁହାଯାଏ। ସେମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ। ବୁଝିହେଲା? ତାହେଲେ ତମମାନେ ଏଠୁ ଗୋଟେ ସିଦ୍ଧାନ୍ତରେ ପହଞ୍ଚିଲ କି ଉଦ୍ଭିଦ ଆଉ ଶୈବାଳ ମାନଙ୍କୁ, କିଛି ଶୈବାଳ ମାନଙ୍କୁ ଛାଡ଼ିଦେଲେ ଆଉ ଯୋଉମାନେ ବି ଅନ୍ୟମାନେ ରହିଲେ ସେମାନେ କଣ ନା ପରଭୋଜୀର ଅନ୍ତର୍ଭୁକ୍ତ। ବୁଝିହେଲା? ତାହେଲେ ପରଭୋଜୀ ପୋଷଣ ପୁଣି କେତେ ପ୍ରକାର? ନା 4 ପ୍ରକାର। ପ୍ରଥମଟି କଣ ନା ପ୍ରାଣୀ ସମ ପୋଷଣ, ଦ୍ୱିତୀୟଟି ମୃତପଜୀବୀୟ ପୋଷଣ, ତୃତୀୟଟି କଣ ପରଜୀବୀୟ ପୋଷଣ, ଚତୁର୍ଥଟି ହେଉଛି ଆମର ସହଜୀବୀୟ ପୋଷଣ। ତାହେଲେ ପ୍ରାଣୀ ସମ ପୋଷଣ କହିଲେ ତମମାନେ କଣ ବୁଝୁଛ? ପ୍ରାଣୀ ସମ ପୋଷଣର ଅର୍ଥ ହେଉଛି କି ଯୋଉ ପ୍ରାଣୀ ମାନେ ବା ମନୁଷ୍ୟ ଯୋଉ ଆଉ ସମସ୍ତ ଯୋଉ ସ୍ତନ୍ୟପାୟୀ ପ୍ରାଣୀ ମାନେ ହେଲେ, ସେମାନେ ଯୋଉ ପ୍ରକାରର ପୋଷଣ ଦେଖାନ୍ତି ତାଙ୍କୁ କଣ କୁହାଯାଏ ନା ପ୍ରାଣୀ ସମ ପୋଷଣ କୁହାଯାଏ। ତାହେଲେ ଏହି ପ୍ରକାରର ପୋଷଣରେ ସେହି ଜୀବମାନେ ବା ମନୁଷ୍ୟ ବା ସ୍ତନ୍ୟପାୟୀ ଯୋଉ ସମସ୍ତ ଜୀବମାନେ, ସେମାନେ କଣ କରନ୍ତି? ଅନ୍ୟ ଏକ ଉଦ୍ଭିଦ ବା ପ୍ରାଣୀକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ତାହେଲେ ସମ୍ପୂର୍ଣ୍ଣ ରୂପରେ କହିଲେ ଯେମିତି ଛେଳି ଗୋଟେ ସ୍ତନ୍ୟପାୟୀ ଜୀବ। ତାହେଲେ ଛେଳି କଣ କରେ? ଘାସଟାକୁ କଣ କରେ? ଘାସ ଉପରେ ଡିପେଣ୍ଡ କରେ। ସେ ଘାସକୁ ସିଏ କଣ କରେ ନା ଟୋଟାଲ ଉପରେ ଖାଇଦବ, କିମ୍ବା ଯଦି ସେ ଗୋଟେ ଗଛ ହେଇଥିବ ତାହେଲେ ତାକୁ ଆଂଶିକ ଭାବରେ ଖାଇବ। ଯେମିତି ଆମେ ଖାଉଛେ କଣ ଅନ୍ୟ ଯୋଉ ଚିକେନ କି ମଟନ କି ମାଛ ଉପରେ ଯୋଉ ଡିପେଣ୍ଡ କରୁଛେ କି ଅଣ୍ଡା ଉପରେ ଆମେ ଡିପେଣ୍ଡ କରୁଛେ, ସେଟା ଗୋଟେ ପ୍ରାଣୀଜ ଦ୍ରବ୍ୟ ସବୁ ଆସୁଛି ଆମ ପାଖକୁ। ଆମେ କଣ କରୁଛେ? ସେତିକି ତାକୁ ଆଂଶିକ ଭାବେ ଗ୍ରହଣ କରୁଛେ, କିମ୍ବା ସମ୍ପୂର୍ଣ୍ଣ ତାକୁ ଆମେ କଣ କରୁଛେ ନା ଗ୍ରହଣ କରୁଛେ। ତାହେଲେ ସେଇ ପ୍ରକାର ପୋଷଣକୁ କଣ କୁହାହେଲା ନା ପ୍ରାଣୀ ସମ ପୋଷଣ କୁହାହେଲା। ତାହେଲେ ମୃତପଜୀବୀୟ ପୋଷଣ କଣ? ତାହେଲେ ମୃତ ଯୋଉ ଶରୀର ରହିଲା, ଯୋଉ ମୃତ ଶରୀର ଗୁଡ଼ିକ ରହିଲା, ଏଠୁ ମୃତପଜୀବୀୟ ପୋଷଣ ବୁଝିବାକୁ ହେଲେ ଏଠି କଣ ଗୋଟେ ଟର୍ମ ଅଛି ନା ମୃତ ଅଛି। ଠିକ ଅଛି, ମୃତର ଅର୍ଥ କଣ? ଯୋଉ ଶରୀରଟି ମରିଯାଇଥିବ ବା ଗଳିତ ବା ପଚା ସଢ଼ା ଯୋଉ ଶରୀର ଗୁଡ଼ିକ ରହିଲେ, ଯୋଉ ମୃତ ପଦାର୍ଥ ଗୁଡ଼ିକ ରହିଲେ, ସେଗୁଡ଼ିକକୁ ଯିଏ କଣ କରେ? ଖାଦ୍ୟ ରୂପେ ଗ୍ରହଣ କରେ, ତାକୁ କଣ କୁହାଯାଏ ନା ମୃତପଜୀବୀୟ ପ୍ରାଣୀ କୁହାଯାଏ। ଆଉ ସେହି ପ୍ରକାର ପୋଷଣକୁ ମୃତପଜୀବୀୟ ପୋଷଣର ଅନ୍ତର୍ଭୁକ୍ତ କରାଯାଇଛି। ବୁଝିଲା? ତାହେଲେ ପରଜୀବୀୟ ପୋଷଣ ପୁଣି କଣ? ପରଜୀବୀୟ ପୋଷଣର ଅର୍ଥ ହେଉଛି ପର ମାନେ କଣ? ଅନ୍ୟ ଉପରେ ଯେ ଡିପେଣ୍ଡ କରୁଛି। ଅନ୍ୟ ଉପରେ ଡିପେଣ୍ଡ କରୁଛି ଅର୍ଥ ମାନେ ଅନ୍ୟ ଜୀବଙ୍କ ଉପରେ ଯେ ଡିପେଣ୍ଡ କରୁଛି। ବୁଝିଲେ କି? ଅନ୍ୟ ଜୀବଙ୍କ ଉପରେ ଯେ ଡିପେଣ୍ଡ କରୁଛି, ଅର୍ଥାତ୍ ଏଇ ଯୋଉ ପରଜୀବୀୟ ପୋଷଣରେ ଯୋଉମାନେ ସବୁ ଅନ୍ତର୍ଭୁକ୍ତ ଅଛନ୍ତି, ସେମାନେ ସମସ୍ତ ଜୀବନ୍ତ
ପ୍ରାଣୀ ବା ଉଦ୍ଭିଦ ଉପରେ ଡିପେଣ୍ଡ କରିଥାନ୍ତି। ଏମାନେ ଯେମିତି ମୃତୋପଜୀବୀ ଭଳିଆ ମରିଯାଇଥିବା ପ୍ରାଣୀ ଉପରେ ଡିପେଣ୍ଡ କରନ୍ତି ନାହିଁ, ମରିଯାଇଥିବା ପ୍ରାଣୀକୁ ଖାଆନ୍ତି ନାହିଁ, କେବଳ ଜୀବନ୍ତ ପ୍ରାଣୀମାନଙ୍କ ଉପରେ ରହି ନିଜର ପୁଷ୍ଟି ସାଧନ କରିଥାନ୍ତି। ବୁଝିହେଲା? ଯେମିତିକି ଉଙ୍କୁଣି, ନିର୍ମୂଳି ଆଉ ପ୍ଲାଜମୋଡ଼ିୟମ ଚେପ୍ଟାକୁର୍ମୀ। ଯେମିତି ଉଙ୍କୁଣି କଥା ଯଦି ମୁଁ କହିବି, ଏକ୍ଜାମ୍ପଲ୍ ଦେବି, ଉଙ୍କୁଣି ମାନେ ମଣିଷ ଜୀବନ୍ତ ଥିଲା ପର୍ଯ୍ୟନ୍ତ ମଣିଷଙ୍କ ମୁଣ୍ଡରେ କ'ଣ ଥାଏ? ଉଙ୍କୁଣି। ଏମାନେ ଅନ୍ୟ ଜୀବ ବା ଯେମିତି ମଣିଷଙ୍କ ଯଦି ଉଦାହରଣ ଦେବି, ତାଙ୍କ ମୁଣ୍ଡରେ ରହି ସେ କ'ଣ କରନ୍ତି ନା ନିଜର ପୁଷ୍ଟି ସାଧନ କରନ୍ତି ବା ତାଙ୍କଠାରୁ ସରଳୀକୃତ ଖାଦ୍ୟ ଗ୍ରହଣ କରିଥାନ୍ତି। ବୁଝିହେଲା? ଆଉ ନିର୍ମୂଳି କଥା ତ କହିବି ମୁଁ, ନିର୍ମୂଳି ତମମାନେ ଦେଖିଥିବ, ଗଛ ଉପରେ ଦେଖିଥିବ ସରୁ ସରୁ ଗ୍ରୀନ୍ ଗ୍ରୀନ୍ କଲର୍ର ଗୋଟେ ଲତା ପଡ଼ିଥାଏ, ତାକୁ କ'ଣ କୁହନ୍ତି ନା ନିର୍ମୂଳି ଲତା ବୋଲି କହିଥାଉ। ସେମାନେ କ'ଣ କରନ୍ତି, ଗଛକୁ ବଢ଼ିବାକୁ ଦିଏ ନାହିଁ। କ'ଣ ପାଇଁ? ଗଛଠାରୁ ସେମାନେ କ'ଣ କରନ୍ତି କି ସରଳୀକୃତ ଖାଦ୍ୟ ଗ୍ରହଣ କରନ୍ତି ଆଉ ଗଛର ଅନିଷ୍ଟ କରିଥାନ୍ତି। ତାହେଲେ କ'ଣ ଗୋଟେ ଜିନିଷ ବୁଝିଲ କ'ଣ? ନା ପରଜୀବୀ ପୋଷଣରେ ଯେଉଁମାନେ ଅନ୍ତର୍ଭୁକ୍ତ ଅଛନ୍ତି ସେମାନେ କ'ଣ କରନ୍ତି? ଉକୁଣି କ'ଣ ମୁଣ୍ଡ ରହିବା ଭଲ କି? ଭଲ ନୁହେଁ। ତାହେଲେ ଏମାନେ କି ଭୋଜଦାତା ବା ଯିଏ ତାଙ୍କୁ ଭୋଜନ ଦେଉଛି ବା ଖାଇବାକୁ ଦେଉଛି ସେମାନଙ୍କର ଅନିଷ୍ଟ କରିଥାନ୍ତି। ବୁଝିହେଲା? ତାହେଲେ ଦେନ୍ ଦେଖିବା ଆମେ କ'ଣ ନା ସହଜୀବୀ ପୋଷଣ ବିଷୟ ଦେଖିବା। ସହଜୀବୀ ପୋଷଣ କହିଲେ, ଏଠି ଯଦି ସହଜୀବୀ ପୋଷଣର ଅର୍ଥ କହିବି, ତମମାନେ ବୁଝିପାରୁଥିବ ଏ ଟର୍ମଟାକୁ। ସହଜୀବୀ ମାନେ ଦି ଜଣ ପରସ୍ପରକୁ ସାହାଯ୍ୟ କରୁଥିବେ, ମାନେ ଦି ଜଣ ଅଲଗା ଅଲଗା ଜାତିର ପ୍ରାଣୀ ହଉ କି ଉଦ୍ଭିଦ ହଉ, ଦି ଜଣ ବସବାସ କରୁଥିବେ, ଆଉ ପ୍ରାଣୀ କାହାକୁ ଯୋଗାଉଥିବ ଖାଇବା? ଉଦ୍ଭିଦକୁ, ଆଉ ଉଦ୍ଭିଦ ଯୋଗାଉଥିବ କାହାକୁ? ପ୍ରାଣୀକୁ। କିମ୍ବା ଉଦ୍ଭିଦ ଆଉ ଅଣୁଜୀବ ବାସ କରୁଥିବେ ବା ପ୍ରାଣୀ ଆଉ ଅଣୁଜୀବ ବାସ କରୁଥିବେ, କିନ୍ତୁ ଉଭୟଙ୍କର କିଛି କ୍ଷତି କରୁନଥିବେ, କିନ୍ତୁ ପରସ୍ପରକୁ ସାହାଯ୍ୟ କରୁଥିବେ। ଏହି ପ୍ରକାରର ପୋଷଣର ଅନ୍ତର୍ଭୁକ୍ତ ଯିଏ, ତାକୁ କ'ଣ କୁହାଯାଏ ନା ସହଜୀବୀ ପୋଷଣର ଅନ୍ତର୍ଭୁକ୍ତ ବୋଲି କୁହାଯାଏ। ଆଉ ଇଶ୍ଚେରିଚିଆ କୋଲାଇ ନାମକ ଗୋଟେ ବ୍ୟାକ୍ଟେରିଆ, ଯେଉଁଟାକି ମଣିଷ ଦେହରେ ରହେ, ମଣିଷକୁ ସେ କ'ଣ ଯୋଗାଏ ନା B12 ନାମକ ଭିଟାମିନ୍ ଯୋଗାଇଥାଏ। B12 ନାମକ ଭିଟାମିନ୍ ଯୋଗାଇଥାଏ, ଯେଉଁଟାକି ଆମ ଶରୀରରେ ରକ୍ତହୀନତା ଦୂର କରିବାରେ এই ଭିଟାମିନ୍ଟା ଆମକୁ ସାହାଯ୍ୟ କରେ। ଆଉ କ'ଣ କରେ ନା ଆମ ଯେଉଁ ଆର୍ବିସିର ଅକ୍ସିଜେନ୍ ଧାରଣର କ୍ଷମତା ଏହା ଦ୍ୱାରା ବଢ଼ିଥାଏ। ବୁଝିହେଲା? ତାହେଲେ ଏଇ ଇଶ୍ଚେରିଚିଆ କୋଲାଇ ନାମକ ଯେଉଁ ବ୍ୟାକ୍ଟେରିଆ ରହିଲା, ଏଟା କ'ଣ କରେ ନା ଆମର ଯେଉଁ କଲୋନ୍ ରହିଛି, କେଉଁଠି ନା ଆମର ଯେଉଁ ବୃହତନ୍ତ୍ରର ଯେଉଁ କଲୋନ୍ ରହିଛି, ସେ କଲୋନ୍ରେ ବାସ କରେ। ସେ କଲୋନ୍ରେ ବାସ କରି ଆମକୁ କ'ଣ ଯୋଗାଏ ନା B12 ନାମକ ଭିଟାମିନ୍ ଯୋଗାଏ, ଆଉ ସେ ଆମଠାରୁ ଗୋଟେ ସରଳୀକୃତ ଖାଦ୍ୟ ଗ୍ରହଣ କରେ। ତାହେଲେ ଏଠି କ'ଣ ହେଲା ନା ପ୍ରାଣୀ ଆଉ ଯେଉଁ ଅଣୁଜୀବ ଏ ଜାଗାରେ ଯେଉଁ ବାସ କଲେ, ମାନେ ମଣିଷ କ'ଣ ହେଲା, ମଣିଷ ଆଉ ଯେଉଁ ଅଣୁଜୀବ ଏ ଜାଗାରେ ବାସ କରୁଛନ୍ତି, ମଣିଷ ତାକୁ ଖାଦ୍ୟ ଯୋଗାଉଛି କାହାକୁ? ଅଣୁଜୀବକୁ, ଆଉ ଅଣୁଜୀବ ଏଠି ଭିଟାମିନ୍ ଯୋଗାଉଛି ମଣିଷକୁ। ତାହେଲେ ଏଇଟା ଗୋଟେ ସହଜୀବୀ ପୋଷଣର ଉଦାହରଣ। ବୁଝିହେଲା? ତାହେଲେ ବର୍ତ୍ତମାନ ଆମେ ଡିଟେଲରେ ଦେଖିବା ସ୍ୱଭୋଜୀ ପୋଷଣ କ'ଣ, ତାହେଲେ ଆମେ ଡିଟେଲରେ ବର୍ତ୍ତମାନ ଦେଖିବା। ଆମେ ଯେମିତି ମୁଁ କହିଲି କି ସ୍ୱଭୋଜୀର ଅର୍ଥ କ'ଣ ହେଲା, ଯେଉଁମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି ସେମାନେ ସ୍ୱଭୋଜୀ ହୋଇଯାଆନ୍ତି, ଆଉ ତାଙ୍କର ଯେଉଁ ପୋଷଣ କରିବାର ଯେଉଁ ପ୍ରକ୍ରିୟାକୁ ଆମେ କ'ଣ କହୁ ନା ସ୍ୱଭୋଜୀ ପୋଷଣ ବୋଲି କହିଥାଉ। ତାହେଲେ ସେଇ ଟର୍ମଟା ଲେଖା ହେଇଛି କି ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ସେମାନଙ୍କୁ କ'ଣ କୁହାଯାଏ ନା ସ୍ୱଭୋଜୀ ବୋଲି କୁହାଯାଏ। ତାହେଲେ ସ୍ୱଭୋଜୀ କୋଉମାନେ ହେଇଥିଲେ ନା ଯେଉଁ ପତ୍ର ହରିଥିବା ଯେଉଁ ଗ୍ରୀନ୍ ପାର୍ଟିକଲ୍ ଥିବା ସମସ୍ତ ଉଦ୍ଭିଦ, ଆଉ କିଏ? ନୀଳ ହରିତ ଶୈବାଳ। ଠିକ୍ ଅଛି, ନୀଳ ହରିତ ଶୈବାଳ ଆଉ ସମସ୍ତ ଉଦ୍ଭିଦ ହେଉଛନ୍ତି କ'ଣ ନା ସ୍ୱଭୋଜୀ। ଏମାନେ ସୂର୍ଯ୍ୟ ଆଲୋକକୁ କ'ଣ କରନ୍ତି ନା ଆବଜର୍ଭ କରି ତାକୁ କାହା ସହିତ ରିଆକ୍ଟ କରାନ୍ତି? ୱାଟର ସହିତ ଯୁକ୍ତ, ଆଉ କାହା ସହିତ ନା ଅଙ୍ଗାରକାମ୍ଳ ସହିତ ସଂଯୋଗ ଘଟାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏଇଠି ଲେଖା ହେଇଛି କି ସୂର୍ଯ୍ୟ ଆଲୋକର ଶକ୍ତିକୁ ଉପଯୋଗ କରି ସେ କ'ଣ କରନ୍ତି? ଅଙ୍ଗାରକାମ୍ଳ ଆଉ ଜଳ ମଧ୍ୟରେ ପ୍ରତିକ୍ରିୟା ଘଟାଇ ବା ସଂଯୋଗ ଘଟାଇ କ'ଣ ସୃଷ୍ଟି କରନ୍ତି? ଶ୍ଵେତସାର ଜାତୀୟ ଖାଦ୍ୟ ସୃଷ୍ଟି କରିଥାନ୍ତି। ତାହେଲେ ଏହି ଖାଦ୍ୟକୁ ସେମାନେ ଗ୍ରହଣ କରି ସେ ନିଜର ପୁଷ୍ଟି ସାଧନ କରିଥାନ୍ତି। ତେଣୁକରି ତାଙ୍କୁ କ'ଣ କୁହାଯାଏ ନା ସ୍ୱଭୋଜୀ କୁହାଯାଏ। ଆଉ ଏହି ପ୍ରକାରର ପୋଷଣକୁ ସ୍ୱଭୋଜୀ ପୋଷଣ ବୋଲି କହିଥାଉ। ଏଇଠି ଦେଖିପାରୁଥିବ ଗଛର ଗୋଟେ ଡାଇଗ୍ରାମ ବନିଛି, ଆଉ ଏଟା କ'ଣ? ଏଟା ହେଉଛି ନୀଳହରିତ ଶୈବାଳ। ଏମାନେ ହେଉଛନ୍ତି ନୀଳହରିତ ଶୈବାଳ। ଠିକ୍ ଅଛି, ଏମାନେ ସ୍ୱଭୋଜୀ ପୋଷଣର ଅନ୍ତର୍ଭୁକ୍ତ। ତାହେଲେ ବର୍ତ୍ତମାନ ଦେଖିବା ଆମେ ପରଭୋଜୀ ପୋଷଣ ବିଷୟରେ ଆମେ ଦେଖିବା। ତାହେଲେ ପରଭୋଜୀ ପୋଷଣ ମୁଁ ଯେମିତି କହିଲି, ଏମାନେ କ'ଣ କରନ୍ତି ନା ଅନ୍ୟ ଉପରେ ଡିପେଣ୍ଡ କରନ୍ତି। ଅନ୍ୟ ଉପରେ ଡିପେଣ୍ଡ କରିଥାନ୍ତି ଏମାନେ।
ଏମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରି ନ ପାରି ଅନ୍ୟ ପ୍ରାଣୀ କି ଉଦ୍ଭିଦକୁ ଉପରେ ଡିପେଣ୍ଡ କରୁଥାନ୍ତି। ତାହେଲେ ଏମାନଙ୍କୁ କ'ଣ କୁହାହେଲା ନା ପରଭୋଜୀ ବୋଲି କୁହାଯାଏ। ତାହେଲେ ଅଧିକାଂଶ ସ୍ତନ୍ୟପାୟୀ ଜୀବ ଯେଉଁମାନେ ଛେଳି, ମେଣ୍ଢା, ବାଘ, ଭାଲୁ, ମନୁଷ୍ୟ ଇତ୍ୟାଦି, ଆଉ କିଏ ନା କବକ, ଆଉ କୋଉମାନେ କିଛି ବ୍ୟାକ୍ଟେରିଆ ମାନେ, ଏମାନେ କ'ଣ କରନ୍ତି ନା ପରଭୋଜୀ ପୋଷଣର ଅନ୍ତର୍ଭୁକ୍ତ ହୋଇଥାନ୍ତି। ଏହି ଜୀବମାନଙ୍କର ପୋଷଣ ପ୍ରଣାଳୀକୁ ପରଭୋଜୀ ପୋଷଣ ବୋଲି କୁହାଯାଇଥାଏ। ତାହେଲେ ପରଭୋଜୀ ପୋଷଣ ମୁଖ୍ୟତଃ 4 ପ୍ରକାର, ଯେମିତି ମୁଁ ସେ ଡାଇଗ୍ରାମରେ ଦେଖେଇଥିଲି। ପ୍ରଥମଟି କ'ଣ ଥିଲା ନା ପ୍ରାଣୀ ସମ ପୋଷଣ କହିଥିଲି, ଆଉ ଦ୍ୱିତୀୟଟି ମୃତପଜୀବୀୟ ପୋଷଣ, ତୃତୀୟଟି ପରଜୀବୀୟ ପୋଷଣ, ଆଉ ଗୋଟେ କ'ଣ ନା ସହଜୀବୀୟ ପୋଷଣ ବୋଲି କହିଥିଲି। ତାହେଲେ ପ୍ରଥମେ ଦେଖିବା ଆମେ ପ୍ରାଣୀ ସମ ପୋଷଣ ବିଷୟରେ ଦେଖିବା ଡିଟେଲରେ। ପ୍ରାଣୀ ସମ ପୋଷଣ କ'ଣ, ମୁଁ ଯେଉଁଥିରେ କହିଥିଲି କି ସ୍ତନ୍ୟପାୟୀ ଜୀବମାନେ ପ୍ରାୟତଃ ଏହି ପୋଷଣ ଦ୍ୱାରା ସେମାନେ ନିଜର ଜୀବନ ଯାପନ କରିଥାନ୍ତି। ତାହେଲେ ଏଥିରେ କ'ଣ ଲେଖା ହେଇଛି ନା ପରଜୀବୀୟ ପ୍ରାଣୀକୁ ଛାଡ଼ିଦେଲେ ଯେଉଁମାନେ କ'ଣ କରନ୍ତି କି ଜୀବନ୍ତ ଜୀବଙ୍କ ଉପରେ ରହି ଯେଉଁମାନେ ପୁଷ୍ଟି ସାଧନ କରନ୍ତି ସେମାନଙ୍କୁ କ'ଣ କୁହାହଉଥିଲା ନା ପରଜୀବୀ କୁହାହଉଥିଲା। ତାହେଲେ ସେଇଭଳି ପରଜୀବୀ ପ୍ରାଣୀକୁ ଛାଡ଼ିଦେଲେ ଅନ୍ୟ ଯେଉଁମାନେ ପ୍ରାଣୀ ସବୁ ରହିଲେ ବା ସ୍ତନ୍ୟପାୟୀ ଜୀବମାନେ, ସେମାନେ କ'ଣ କରନ୍ତି ନା ପ୍ରାଣୀ ସମ ପୋଷଣର ଅନ୍ତର୍ଭୁକ୍ତ ହୋଇଥାନ୍ତି। ସେମାନେ ଅନ୍ୟ ଉଦ୍ଭିଦ ବା ପ୍ରାଣୀକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ତାହେଲେ ମୁଁ ଯେମିତି କହିଥିଲି କି ଛେଳି କ'ଣ କରେ ନା ଘାସ ଖାଏ। ଛେଳି ଗୋଟେ ସ୍ତନ୍ୟପାୟୀ ଜୀବ, ସେ କ'ଣ କରେ ଘାସକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଖାଏ। ସେମିତି ମନୁଷ୍ୟ କ'ଣ କରେ ଅନ୍ୟ ଜୀବ ବା ଉଦ୍ଭିଦ ଉପରେ ଡିପେଣ୍ଡ କରିଥାଏ। ତାହେଲେ ଏଇଟା ଥିଲା କ'ଣ ନା ପ୍ରାଣୀ ସମ ପୋଷଣର ଅନ୍ତର୍ଭୁକ୍ତ ଆମେମାନେ। ତାହେଲେ ଏମାନଙ୍କ ପରିପାକ କ୍ରିୟାରେ କ'ଣ ହୁଏ ନା ପରିପାକ ପରେ ଜୀବମାନଙ୍କ ଶରୀରରେ ସେଇ ଜଟିଳ ଖାଦ୍ୟ ସରଳୀକରଣ ହୋଇଥାଏ। ତାହେଲେ ଏହି ପ୍ରକ୍ରିୟାକୁ କ'ଣ କୁହାଯାଏ ନା ଅନ୍ତଃଗ୍ରହଣ ବୋଲି କୁହାଯାଏ। ମୁଁ ଯେମିତି କହିଥିଲି କି ଡାଇରେକ୍ଟଲି ଆମେ ଖାଦ୍ୟ ଖାଇଲା ପରେ ସେଥିରୁ ଯେଉଁ ଆମକୁ କ'ଣ ମିଳୁଛି, ଯେଉଁ ଶ୍ୱେତସାର, ସ୍ନେହସାର କି ପୁଷ୍ଟିସାର ମିଳୁଛି, ସେଟା ଆମ ଶରୀରରେ ଆବଜର୍ବ ହୁଏ ନାହିଁ। ସେଥିପାଇଁ ଶରୀର ତାକୁ ପରେ କ'ଣ କରେ, ପରିପାକ ତନ୍ତ୍ର ଦ୍ୱାରା ଆମର ସେଗୁଡ଼ିକ କ'ଣ ହୁଏ ନା ତାର ଯେଉଁ ସରଳୀକୃତ ଫର୍ମ ଅଛି, ଯେମିତିକି ସ୍ନେହସାରର ଯେମିତି ସରଳୀକୃତ ଫର୍ମ ଅଛି କ'ଣ ଗ୍ଲିସେରଲ୍, ଏମିତି ଯେଉଁ ଫର୍ମ ଅଛି କି ଆମର ପୁଷ୍ଟିସାରର ଯେମିତି ଏମିନୋ ଏସିଡ୍, ସେଇଗୁଡ଼ିକ ହିଁ ତାକୁ କ'ଣ କୁହାଯାଏ କି ଖାଦ୍ୟର ସରଳୀକୃତ ଅବସ୍ଥା ବା ଫର୍ମ। ତେଣୁକରି ଆମ ପରିପାକ କ୍ରିୟା କ'ଣ କରେ ନା ଆମେ ଯେଉଁ ଖାଦ୍ୟ ଖାଇଲୁ ସେଗୁଡ଼ିକୁ ସରଳୀକୃତ କରି ବା ସରଳୀକୃତ ଖାଦ୍ୟରେ ପରିଣତ କରି ଯେଉଁଗୁଡ଼ିକ ଆମ ଶରୀର ଦ୍ୱାରା ଆବଜର୍ଭ ହେଇପାରିବ। ଠିକ୍ ଅଛି। ଏହିକୁ ମାନେ ଏଇ ପ୍ରୋସେସଟାକୁ କମ୍ପ୍ଲିଟ୍ କରିବାକୁ ଆମେ କ'ଣ କହିଲୁ ନା ଅନ୍ତଃଗ୍ରହଣ ବୋଲି କୁହାଗଲା। ବୁଝିଗଲା ତାର ଅନ୍ତଃଗ୍ରହଣ ପ୍ରୋସେସର ଅର୍ଥ କ'ଣ? ଦେନ୍ ଦେଖିବା ମୃତପଜୀବୀୟ ପୋଷଣର ଅର୍ଥ ଦେଖିବା। ତାହେଲେ ମୃତପଜୀବୀୟ ପୋଷଣ କହିଲେ କି ଯେଉଁମାନେ ମୃତ ଶରୀର ଉପରେ କ'ଣ କରନ୍ତି ନା ନିଜର ପୁଷ୍ଟି ସାଧନ କରିଥାନ୍ତି, ସେମାନଙ୍କୁ ମୃତପଜୀବୀ ବୋଲି କୁହାଯାଏ। ତାହେଲେ ଏଇ ମୃତପଜୀବୀ ମାନେ କ'ଣ କରନ୍ତି ନା ମୃତ ଗଳିତ ଆଉ ପଚାସଢ଼ା ଉଦ୍ଭିଦ ବା ପ୍ରାଣୀରୁ କ'ଣ କରନ୍ତି ନା ଖାଦ୍ୟ ସାଧନ କରି ଖାଦ୍ୟ ମାନେ ନିଜର ଖାଦ୍ୟ ସଂଗ୍ରହ କରି ପୁଷ୍ଟି ସାଧନ କରିଥାନ୍ତି। ତାହେଲେ ସେଇଥିପାଇଁ ସେମାନଙ୍କୁ କ'ଣ କୁହାହେଲା ନା ମୃତପଜୀବୀ କୁହାହେଲା। ଯେମିତିକି ଏଠି ଦେଖିପାରୁଥିବ ଡାଇଗ୍ରାମରେ କି ଛତୁ, ଠିକ୍ ଅଛି। ଛତୁକୁ ଦେଖିଥିବ ତମମାନେ ବାଡ଼ିମାନଙ୍କର ଯେଉଁ ଛତୁ ହେଇଥିବ ସେଗୁଡ଼ିକ କେଉଁଠି ହେଇଥାଏ ନା ପାଳ ଗଦାରେ ହେଇଥିବ, ଯେଉଁଠିକି ନଡ଼ା ସବୁ ଆମର ଶୁଖିଲା ନଡ଼ା ଗୁଡ଼ିକ ଥାଏ। ତା ଉପରେ ଟିକେ ବର୍ଷା ହେଇଗଲେ ସେଠି କ'ଣ ହୁଏ ନା ଛତୁ ଫୁଟେ। ତାହେଲେ ସେଇ ମାନେ ପାଳ ଗଦାଟା ଗୋଟେ ଏକ ପ୍ରକାର ଡେଡ୍ ବଡି କି ନାହିଁ କାହାର, ଆମର ଧାନର ଡେଡ୍ ବଡି, ଧାନ ଗଛର ଡେଡ୍ ବଡି, ବୁଝିଲେ କି ଡେଡ୍ ବଡି। ଏମିତିକି ଗୋଟେ ଜିନିଷ ବୁଝିପାରିବ କି ତମମାନେ କିଛି ଦିନ ଧରି ତମେ ଯଦି ବାହାରେ ଗୋଟେ ପାଉଁରୁଟି ରଖିଦେବ, ତା ଉପରେ ଦେଖିବ ଗୋଟେ ଇଷ୍ଟ ନାମକ ଗୋଟେ କବକର ଟିକେ ଧଳା ଧଳା କଲରର ଆସ୍ତରଣ ପଡ଼ିଯାଇଥିବ, ଯେମିତିକି ଡାଇଗ୍ରାମରେ ପଡ଼ିଛି। ଦେଖିବ ଧଳା ଧଳା କଲରର ଏମିତି କ'ଣ ହେଇଛି, ଏଇ ଯେଉଁ ପାଉଡର ଟାଇପ୍ର ଦେଖାହେଉଛି ସେଗୁଡ଼ିକ ଗୋଟେ ଗୋଟେ କବକ, ଠିକ୍ ଅଛି, ଯାହାର ନାମ କ'ଣ ନା ଇଷ୍ଟ ବୋଲି ଆମେ କହିଥାଉ ତାକୁ। ସେମାନେ କ'ଣ କରନ୍ତି ନା ପାଉଁରୁଟି ଉପରେ ଲାଗିଯାଇ ନିଜର ପୁଷ୍ଟି ସାଧନ କରିଥାନ୍ତି। ତାହେଲେ ଏଇ କେସ୍ରେ ଏମାନେ କ'ଣ କରନ୍ତି, ତମମାନେ ଭାବିପାରୁଥିବ ସେମାନେ ତ ଏତେ ଛୋଟ ଜିନିଷ କେମିତି କ'ଣ ସେ ପାଉଁରୁଟି ଖାଉଛନ୍ତି। ଏମାନେ କ'ଣ କରନ୍ତି ନା ଯଦି ମୁଁ ଛତୁ କଥା କହିବି, ଛତୁ କ'ଣ କରେ ତା ଯେଉଁ ବେସ୍ ରହିଛି, ଏ ବେସ୍ ରହିଛି, ଏମାନେ ଏଇ ବେସ୍ ଦ୍ୱାରା ଗୋଟେ ପାଚକ ରସ କ୍ଷରଣ କରିଥାନ୍ତି। କ'ଣ କରନ୍ତି ନା ପାଚକ ରସ କ୍ଷରଣ କରିଥାନ୍ତି। ଏଇ ପାଚକ ରସ କ'ଣ କରେ, ଏଇ ଯେଉଁ କୁଟା ନଡ଼ା ଇତ୍ୟାଦି ସବୁ ରହିଛି ଏ ଜାଗାରେ ଦେଖିପାରୁଥିବ, କୁଟା ନଡ଼ା ଇତ୍ୟାଦି ସବୁ ରହିଛି ସବୁ, ତାକୁ କ'ଣ କରେ ନା ପଚେଇ ଦେଇଥାନ୍ତି। ଠିକ୍ ଅଛି, ପାଚକ ରସ ତାକୁ ପଚେଇ ସରଳୀକୃତ ଖାଦ୍ୟରେ ପରିଣତ କରିଦେଇଥାଏ। ତାହେଲେ ଏଇ ସରଳୀକୃତ ଖାଦ୍ୟକୁ ଏଇ ଛତୁ କ'ଣ କରେ ତା ଖାଦ୍ୟ ରୂପେ ଗ୍ରହଣ କରେ। ବୁଝିଗଲା। ତାହେଲେ ଏଇ ମୃତପଜୀବୀ ମାନେ କ'ଣ କରନ୍ତି, ନିଜ ଶରୀରରୁ ଗୋଟେ ପାଚକ ରସ କ୍ଷରଣ କରିଥାନ୍ତି, ଯାହାଫଳରେ ତାଙ୍କ ଜଟିଳ ଖାଦ୍ୟଟା କ'ଣ ହୁଏ ନା ସରଳରେ ପରିଣତ ହୁଏ। ସେହି ସରଳ ଖାଦ୍ୟ
କୁ ଶେଷରେ ସେମାନେ ନିଜ ଖାଦ୍ୟ ରୂପେ ଉପଯୋଗ କରିଥାନ୍ତି। ବୁଝିହେଲା? ଏଇ ଇଷ୍ଟ ବି ସେମିତି ପାଉଁରୁଟି ଉପରେ ରହି କ'ଣ କରେ ନା ବାସି ପାଉଁରୁଟି ଉପରେ ରହି ନିଜର ପୁଷ୍ଟି ସାଧନ କରିଥାଏ। ତାହେଲେ ଦେନ୍ ଦେଖିବା କ'ଣ ନା ଏମାନେ ସହଜରେ ଜଟିଳ ଖାଦ୍ୟକୁ ଗ୍ରହଣ କରିପାରନ୍ତି ନାହିଁ। ଯେମିତି ମୁଁ କହିଲି କି ଜଟିଳ ଖାଦ୍ୟକୁ ସେମାନେ କ'ଣ କରନ୍ତି ନା ସରଳ ଖାଦ୍ୟରେ ପରିଣତ କରି ଖାଆନ୍ତି। ତାହେଲେ ଏହିପରି ଭାବରେ ଏମାନେ ମାନେ ଖାଦ୍ୟ ଗୁଡ଼ିକୁ ଗ୍ରହଣ କରିଥାନ୍ତି। ବୁଝିହେଲା? ଦେନ୍ କ'ଣ କହିଛି ନା ଛତୁ ଜାତୀୟ କବକ ଇଷ୍ଟ କେତେକ ବ୍ୟାକ୍ଟେରିଆ ଏହି ପ୍ରକାରରେ କ'ଣ କରନ୍ତି ନା ପୁଷ୍ଟି ସାଧନ କରିଥାନ୍ତି। ଏମିତି ଦେଖିପାରୁଥିବ ଛତୁ ଗୋଟେ କ'ଣ ଗୋଟେ କବକ ଗୋଟେ ଛତୁ ଜାତୀୟ ସମସ୍ତ କବକ ଆଉ ଇଷ୍ଟ ଆଉ କ'ଣ ନା କେତେକ ବ୍ୟାକ୍ଟେରିଆ ଏହି ପ୍ରକ୍ରିୟାରେ ନିଜର ପୁଷ୍ଟି ସାଧନ କରିଥାନ୍ତି। ବୁଝିହେଲା? ତାହେଲେ ବର୍ତ୍ତମାନ ଆମେ ଆଉ ଗୋଟେ ଟାଇପ୍ର ପୋଷଣ ବିଷୟରେ ଦେଖିବା, ଯେଉଁଟାକି କ'ଣ ନା ପରଜୀବୀ ପୋଷଣ। ତାହେଲେ ପରଜୀବୀ ପୋଷଣର ଅର୍ଥ କ'ଣ କି ପରଜୀବୀ ଯେମିତି ମୁଁ କହିଲି କି ପରଜୀବୀ ମାନେ କ'ଣ କରିଥାନ୍ତି ଜୀବନ୍ତ ଉଦ୍ଭିଦ ବା ପ୍ରାଣୀର ଶରୀର ବାହାରେ ରହି ପୁଷ୍ଟି ସାଧନ କରିଥାନ୍ତି ଆଉ ସେମାନଙ୍କର ଅନିଷ୍ଟ କରିଥାନ୍ତି। ତାହେଲେ ଯେଉଁ ଜୀବମାନେ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀମାନଙ୍କ ଶରୀର ବାହାରେ କିମ୍ବା ଭିତରେ ରହି ନିଜର ପୁଷ୍ଟି ସାଧନ କରିଥାନ୍ତି ସେମାନଙ୍କୁ କ'ଣ କୁହାଯାଏ ନା ପରଜୀବୀ ବୋଲି କୁହାଯାଏ। ତାହେଲେ ପରଜୀବୀ ମାନେ କ'ଣ କରିଥାନ୍ତି କି ନିଜର ପୁଷ୍ଟି ସାଧନ ତ କରିଥାନ୍ତି ଜୀବର ବାହାରେ ହଉ ବା ଭିତରେ ହଉ, କିନ୍ତୁ ଏମାନେ କ'ଣ କରନ୍ତି ନା ଭୋଜଦାତା ବା ଯିଏ ତାଙ୍କୁ ଖାଦ୍ୟ ଯୋଗାଏ ତାଙ୍କର ଅନିଷ୍ଟ କରିଥାନ୍ତି। ସେଇଥିପାଇଁ ଏମାନଙ୍କୁ କ'ଣ କୁହାଯାଏ ନା ପରଜୀବୀ କୁହାଯାଏ। ବୁଝିହେଲା? ତାହେଲେ ଏମାନେ କ'ଣ କରନ୍ତି ନା ଭୋଜଦାତାଙ୍କ ଠାରୁ ସିଧାସଳଖ ଭାବେ ସରଳୀକୃତ ଖାଦ୍ୟ ଗ୍ରହଣ କରିଥାନ୍ତି। ଯେମିତିକି ମଶା କଥା ଯଦି ମୁଁ କହିବି ସେ ଯେଉଁ ଆମ ବ୍ଲଡ଼ଟା ପିଏ, ଠିକ୍ ଅଛି, ସେ ଡାଇରେକ୍ଟ କ'ଣ କରେ ସରଳୀକୃତ ଖାଦ୍ୟଟା ଆମ ଶରୀରରୁ ନେଇଯାଏ ସେ ବ୍ଲଡ଼ରେ ଥିବା ସରଳୀକୃତ ଖାଦ୍ୟ, କିନ୍ତୁ ଅନିଷ୍ଟରେ କ'ଣ କରେ ମଶା ଯୋଗୁଁ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଜ୍ୱର ହେଉଛି ବା ଯେଉଁ ବିଭିନ୍ନ ପ୍ରକାର ଯେଉଁ ସିକନେସ୍ ଦେଖାହେଉଛି ଆମ ଶରୀରରେ, ତାହେଲେ ମଶାଟା ମଶା କରାଉଛି, କିନ୍ତୁ ଆମେ ମଶାକୁ କ'ଣ କରୁଛେ ସାହାଯ୍ୟ କରୁଛେ, ତା ବଦଳରେ ସିଏ ଆମକୁ ରୋଗ ଦେଉଛି, ସିଏ ଆମର ଅନିଷ୍ଟ କରିଲା। ବୁଝିଲା? ତେଣୁ ଉଙ୍କୁଣି କଥା ଯଦି କହିବି ସିଏ ବି କ'ଣ କରେ ନା ଆମ ମୁଣ୍ଡରେ ଯେଉଁ ତା ଶୁଣ୍ଢ ଦ୍ୱାରା ସେ କ'ଣ କରେ ନା ରକ୍ତ ଟାଣିନିଏ, ରକ୍ତ ବା ରକ୍ତରେ ଥିବା ଯେଉଁ ପୋଷକ ତତ୍ତ୍ୱ ଗୁଡ଼ିକ ତାକୁ ୟୁଜ୍ କରେ। ୟୁଜ୍ କରିବା ବଦଳରେ ସିଏ କିନ୍ତୁ କ'ଣ କରେ ନା ମୁଣ୍ଡରେ ଯେଉଁ ଆମର ଘା କ୍ରିଏଟ୍ କରିଥାଏ ଇତ୍ୟାଦି କ୍ରିଏଟ୍ କରିଥାଏ। ତାହେଲେ ନିର୍ମୂଳି କଥା ଯଦି ମୁଁ କହିବି ଯେ କି ଉଦ୍ଭିଦର କ୍ଷତି କରେ, ନିର୍ମୂଳି ଉଦ୍ଭିଦକୁ ବଢ଼େଇବାକୁ ଦିଏ ନାହିଁ, ସେ ମାନେ ସଣ୍ଟେଡ୍ କରିଦିଏ କାହାର ଉଦ୍ଭିଦକୁ ସଣ୍ଟେଡ୍ କରିନିଏ ଆଉ ଉଦ୍ଭିଦ ଠାରୁ କ'ଣ କରେ ନା ସରଳୀକୃତ ଖାଦ୍ୟ ଗ୍ରହଣ କରେ, କିନ୍ତୁ ଉଦ୍ଭିଦର ଅନିଷ୍ଟ କରେ, କାରଣ ଉଦ୍ଭିଦକୁ ସେମାନେ କ'ଣ କରନ୍ତି ନା ବଢ଼ିବାକୁ ଦିଅନ୍ତି ନାହିଁ। ମାନେ କ୍ଲିୟରଲି ତାଙ୍କ ଉପରେ କ'ଣ ହେବ ନା ସନଲାଇଟ୍ ପଡ଼ିପାରିବ ନାହିଁ କାହା ଉପରେ, ଯେଉଁ ଗ୍ରୀନ୍ ଉଦ୍ଭିଦ ଉପରେ ସନଲାଇଟ୍ ଯଦି ପଡ଼ିବନି ତାହେଲେ ଉଦ୍ଭିଦର ଗ୍ରୋଥ ହେବନି। ତା ଉପରେ ପୁଣି ଏମାନେ କ'ଣ କରନ୍ତି ନା ନିର୍ମୂଳି କ'ଣ କରେ ନା ତାଠାରୁ ସରଳୀକୃତ ଖାଦ୍ୟ ଗ୍ରହଣ କରେ। ତାହେଲେ ଏମିତି ଚାଲିବ ଯଦି ଉଦ୍ଭିଦ ଦିନେ କ'ଣ ହେବ ନା ତାର ଡେଥ୍ ହେଇଯିବ ଉଦ୍ଭିଦର। ବୁଝିଲା? ତାହେଲେ ଉଙ୍କୁଣି ଓ ମଶା ଭଳି କେତେକ ପରଜୀବୀ ମାନେ ପ୍ରାଣୀମାନଙ୍କର ଶରୀର ବାହାରେ ରହି କ୍ଷତି କରୁଥିବା ବେଳେ ନିର୍ମୂଳି ଜାତୀୟ ପରଜୀବୀ କ'ଣ କରେ ନା ଉଦ୍ଭିଦ ମାନଙ୍କର ଶରୀର ବାହାରେ ରହି କ୍ଷତି କରିଥାନ୍ତି। ତାହେଲେ ଆମ ଶରୀରରେ ଗୋଟେ ପ୍ଲାଜମୋଡ଼ିୟମ ନାମକ ଗୋଟେ ପରଜୀବୀ ଦେଖାଯାଏ, ଯେଉଁଟା କୋଉଠି ଥାଏ ନା ଶରୀର ଭିତରେ ବାସ କରିଥାଏ। ବୁଝିଲା? ଦେନ୍ ଦେଖିବା ସହଜୀବୀୟ ପୋଷଣ ବିଷୟରେ ଦେଖିବା। ତାହେଲେ ସହଜୀବୀୟ ପୋଷଣ ମୁଁ ଯେମିତି କହିଲି ଏଠି କ'ଣ କରନ୍ତି ପରସ୍ପର କ'ଣ କରନ୍ତି ନା ସାହାଯ୍ୟ କରିଥାନ୍ତି, ପରସ୍ପର ଜଣେ ଅନ୍ୟକୁ ସାହାଯ୍ୟ କରିଥାଏ। ତାହେଲେ କ'ଣ ଦେଖିବା ସହଜୀବୀ ପୋଷଣ ନା ବେଳେବେଳେ ସମ୍ପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ ବା ଉଦ୍ଭିଦ ଏକାଠି ବସବାସ କରୁଥିବାର ଦେଖାଯାଏ। ସେ ଯେମିତି କହିଲା ଯଦି ଗୋଟେ ଜାଗାରେ ସମ୍ପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ କିମ୍ବା ଆଉ ଗୋଟେ ଉଦ୍ଭିଦ କିମ୍ବା ଗୋଟେ ଉଦ୍ଭିଦ ଆଉ ଗୋଟେ ଅଣୁଜୀବ କିମ୍ବା ଗୋଟେ ପ୍ରାଣୀ ଗୋଟେ ଅଣୁଜୀବ ଯଦି ପରସ୍ପର ଭାବରେ କୌଣସି ପ୍ରକାରର କ୍ଷତି କାହାର କେହି କ୍ଷତି ନ କରି ବସବାସ କରୁଛନ୍ତି, ତାହେଲେ ସେହି ପ୍ରକାରର ବସବାସ କରିବାକୁ କ'ଣ କୁହାଯାଏ ନା ସହଜୀବିତା ବୋଲି କୁହାଯାଏ। ସହଜୀବିତା ବୋଲି କୁହାଯାଏ। ଏମାନେ କେହି କାହାର କ୍ଷତି କରନ୍ତି ନାହିଁ, ବରଂ ପରସ୍ପରକୁ ସାହାଯ୍ୟ କରି ସମସ୍ତେ ନିଜ ନିଜର ପୋଷଣ ବା ପୁଷ୍ଟି ସାଧନ କରିଥାନ୍ତି। ତାହେଲେ ଏହି ପ୍ରକାର ପୋଷଣକୁ କ'ଣ କୁହାଯାଏ ନା ସହଜୀବୀୟ ପୋଷଣ କୁହାଯାଏ। ଏମାନେ କେହି କାହାର କ୍ଷତି କରନ୍ତି ନାହିଁ, ବରଂ ପରସ୍ପର ମଧ୍ୟରେ ପୋଷଣର ଆଦାନ ପ୍ରଦାନ କରିଥାନ୍ତି। ଏହି ପ୍ରକାର ପୋଷଣକୁ ସହଜୀବୀୟ ପୋଷଣ ବୋଲି କୁହାଯାଏ। ତାହେଲେ ଏହି ସହଜୀବୀୟ ପୋଷଣର ଗୋଟେ ଉଦାହରଣ ଦେବି। ଆମ ଶରୀରର ଯେଉଁ ଆମର କୋଉଠି ଅଛି ମାନେ ବୃହତନ୍ତ୍ରରେ ବା ଲାର୍ଜ ଇଣ୍ଟେଷ୍ଟାଇନରେ କ'ଣ ଅଛି ନା ଇଶ୍ଚେରିଚିଆ କୋଲାଇ ନାମକ ଗୋଟେ ବ୍ୟାକ୍ଟେରିଆ ଅଛି। ସେ ବ୍ୟାକ୍ଟେରିଆ କ'ଣ କରେ
ନା ଆମକୁ B12 ନାମକ ଗୋଟେ ଭିଟାମିନ୍ ଯୋଗାଏ। ବଦଳରେ ଆମ ଯୋଉ ଅନ୍ତନଳୀରୁ କଣ ସେ ଗ୍ରହଣ କରେ? ସରଳୀକୃତ ଖାଦ୍ୟ ଗ୍ରହଣ କରିଥାଏ। ବୁଝିଲା? ଏମାନେ କଣ କଲେ ନା ଆମକୁ ସାହାଯ୍ୟ କଲା କିଏ? ଇସେରିଚିଆ କୋଲାଇ ସାହାଯ୍ୟ କଲା। ଆମ ବଡିକୁ ସେ B12 ନାମକ ଗୋଟେ ଭିଟାମିନ୍ ଯୋଗାଇଲା, ଯୋଉଟା କି ଆମ ଶରୀରରୁ ରକ୍ତହୀନତା ଦୂର କରିବାରେ ସାହାଯ୍ୟ କଲା, ଆଉ ଆମ ଆରବିସି କୁ ଅମ୍ଳଜାନ ଧାରଣର କ୍ଷମତା ବଢାଇବାରେ ସାହାଯ୍ୟ କଲା। ତା ବଦଳରେ ସେ ଆମଠାରୁ ଖାଦ୍ୟ ଖାଇଲା। ତାହେଲେ ଏଠି କଣ କଲେ ନା କେହି କାହାର ବି କ୍ଷତି କଲେ ନାହିଁ। ସହଜୀବୀ ଭାବରେ ପରସ୍ପର ସାହାଯ୍ୟ କଲେ। ବୁଝିଗଲା? ତାହେଲେ ଆଜିର କ୍ଲାସରେ ମୁଁ ଆପଣମାନଙ୍କୁ ବୁଝେଇଲି କି ପୋଷଣର ପ୍ରକାର ଭେଦ ବିଷୟରେ ଆମେ ଅନୁଧ୍ୟାନ କଲେ। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ଭିଡ଼ିଓକୁ ଲାଇକ୍ କରିବେ, ଆଉ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଆଉ ଭିଡ଼ିଓଟି ଯଦି ଆପଣମାନଙ୍କର ଏ ଚାପ୍ଟରଟା କ୍ଲିଅର ହେଇଥିବ ତାହେଲେ କମେଣ୍ଟ ସେକ୍ସନରେ କ୍ଲିଅର ବୋଲି ଲେଖିବେ। ବୁଝିଲା କି? ଯୋଉଟା କି ମୋତେ ମୋଟିଭେଟ୍ କରିବ ଆଗକୁ ଏଇଭଳିଆ କ୍ଲାସ୍ ଆଣିବା ପାଇଁ। ବୁଝିଗଲା? ତାହେଲେ ଆଜି ପାଇଁ ଏତିକି, ରହୁଛି। ଜୟ ଜଗନ୍ନାଥ।